ଶୀତୁଆ ପାଗକୁ ଚା ସହିତ ଗରମା ଗରମ ପକୁଡ଼ି ମିଳିଗଲେ ତାର ଖାଇବାର ମଜା ହିଁ କିଛି ଅଲଗା। ପକୁଡ଼ି ତ ଆପଣ ଅନେକ ପ୍ରକାର ଖାଇଥିବେ। ଚାଲନ୍ତୁ ଆଜି ବନେଇବା ଫୁଲକୋବି ପକୁଡ଼ି। ଏହାର ଟେଷ୍ଟ କିଛି ଅଲଗା ପ୍ରକାରର। ମୁଁ ଏଠି ଗୋଟିଏ ଫୁଲକୋବି ନେଇଛି, ତାକୁ ଛୋଟ ଛୋଟ କାଟି ନେବା। ଗୋଟିଏ ପାତ୍ରରେ କିଛି ବେସନ ନେବା, ଅଳ୍ପ ଟିକେ ହଳଦୀ ଗୁଣ୍ଡ ପକାଇବା, ହାଫ ଚାମଚ ଜିରା ଗୁଣ୍ଡ, ହାଫ ଚାମଚ ଧନିଆ ଗୁଣ୍ଡ, ହାଫ ଚାମଚ ଲଙ୍କା ଗୁଣ୍ଡ ପକାଇବା, ସ୍ୱାଦ ଅନୁସାରେ ଲୁଣ ପକାଇବା, ଗୋଟେ ଚାମଚ ଆରାରୁଟ କିମ୍ବା ଚାଉଳ ଚୁନା ପକାଇବା, ଯାହାଫଳରେ ପକୁଡ଼ି ବହୁତ କ୍ରିସ୍ପି ହେବ। ଅଳ୍ପ ଅଳ୍ପ ପାଣି ଦେଇ ବେସନକୁ ଗୋଳେଇ ନେବା, ଭଲ ଭାବରେ ମିକ୍ସ କରିଦେବା ଯେମିତି କିଛି ଲମ୍ପସ୍ ନ ରହେ। 2 ପିଞ୍ଚ ଖାଇବା ସୋଡ଼ା ପକାଇବା, ଅଳ୍ପ ଟିକେ ପାଣି ଦେଇକି ତାକୁ ଆଉ ଟିକେ ଭଲ ଭାବରେ ମିକ୍ସ କରିଦେବା। କାଟି ରଖିଥିବା ଫୁଲକୋବିକୁ ପକାଇବା। ଫୁଲକୋବିକୁ ମୁଁ କାଟିକି ଭଲ ଭାବରେ ଧୋଇ ନେଇଛି। ବେସନ ସହିତ ଭଲ ଭାବରେ ଗୋଳେଇ ନେବା। ଏପଟେ ମୁଁ ରିଫାଇନ ତେଲ ଗରମ କରି ନେଇଛି। ଫୁଲକୋବିକୁ ଏହିପରି ଗୋଟେ ଗୋଟେ କରି ପକାଇବା। ଏକା ସାଙ୍ଗରେ ଅଧିକ ପକାଇବେନି, ଯେତିକି ଗୋଟେ ଥରରେ ହେବ ସେତିକି ପକାଇବେ, ନହେଲେ ସବୁ ଏକାଠି ଲାଗିଯିବ। ପକୁଡ଼ିକୁ ଓଲଟ ପାଲଟ କରି ଲାଇଟ୍ ଗୋଲ୍ଡେନ କଲର ହେବା ପର୍ଯ୍ୟନ୍ତ ଛାଣି ନେବା। ଏଇଠି ଆମର ପକୁଡ଼ି ହେଇଗଲାଣି, ତାକୁ ଏବେ ବାହାର କରିନେବା। ପକୁଡ଼ିକୁ ଗୋଟେ ପ୍ଲେଟକୁ କାଢ଼ି ନେବା। ପକୁଡ଼ି ହେବା ଭିତରେ ମୁଁ ଏଠି ଚା ବନଉଛି। ଏହି ପକୁଡ଼ି ଖାଇବାକୁ ବହୁତ ହି ବଢ଼ିଆ ଲାଗିଥାଏ। ଏବେ ତ ଫୁଲକୋବି ବହୁତ ମିଳୁଛି, ଆପଣ ଥରେ ଏହାକୁ ନିଶ୍ଚୟ ଟ୍ରାଏ କରନ୍ତୁ। ଏହାକୁ ଆପଣ ଚା ସହିତ, ଟମାଟୋ ସସ୍ ସହିତ କିମ୍ବା ଧନିଆ ଚଟଣି ସହିତ ମଧ୍ୟ ଖାଇପାରିବେ। ଭିଡ଼ିଓଟି ଯଦି ଭଲ ଲାଗିଥାଏ ତାହେଲେ ଗୋଟେ ଲାଇକ୍, ସେୟାର ଏବଂ କମେଣ୍ଟ କରନ୍ତୁ। ଆଉ ଯେଉଁମାନେ ମୋ ଚ୍ୟାନେଲରେ ଆଜି ନୂଆ ଅଛନ୍ତି ପ୍ଲିଜ୍ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଏଇଠି ମୋର ଚା ହେଇଗଲାଣି, ମୁଁ ତାକୁ ଛାଣି ନେଉଛି। ପାଗ ଆଜି ବହୁତ ଶୀତୁଆ ଅଛି, ଆମ ପଟେ ତ ବହୁତ ହି ଥଣ୍ଡା ଲାଗୁଛି। ସନ୍ଧ୍ୟାବେଳେ ମୁଁ ଆଜି ଫୁଲକୋବି ପକୁଡ଼ି ସହିତ ଚା ବନେଇଛି। ଚା ସହିତ ଗରମା ଗରମ ପକୁଡ଼ି ଖାଇକି ପୁରା ମଜା ଆସିଗଲା। ଆଉ ଥରେ କହୁଛି, ପ୍ଲିଜ୍ ଗୋଟେ ଲାଇକ୍ ଏବଂ କମେଣ୍ଟ କରନ୍ତୁ। ଆପଣ ଗୋଟେ ଲାଇକ୍ ଏବଂ କମେଣ୍ଟ କରିକି ମୋତେ ସାହାଯ୍ୟ କରିପାରିବେ।